ଯୀଶୁଖ୍ରୀଷ୍ଟ କି ପ୍ରକାର ଭାବରେ ସେ ମୃତ୍ୟୁବରଣ କଲେ। ଯୀଶୁଖ୍ରୀଷ୍ଟଙ୍କର ମୃତ୍ୟୁ ଗୋଟିଏ ପ୍ରତିବଦଳ ମୃତ୍ୟୁ ଥିଲା। ସେ ଆମ୍ଭମାନଙ୍କ ବଦଳରେ ସେ ମୃତ୍ୟୁବରଣ କଲେ, କାରଣ ଆମ୍ଭେମାନେ ପାପ କରିଥିଲୁ ଏବଂ ଆମ୍ଭେମାନେ ଆମମାନଙ୍କର ପାପ ପାଇଁ ମୃତ୍ୟୁବରଣ କରିବାର ଥିଲା। କିନ୍ତୁ ଯୀଶୁଖ୍ରୀଷ୍ଟ ନିଜେ ସ୍ୱୟଂ ନିର୍ଦ୍ଦାଗ ନିଷ୍କଳଙ୍କ ପାପଶୂନ୍ୟ ବ୍ୟକ୍ତି ଥିବାରୁ ସେ ଆମ୍ଭମାନଙ୍କ ବଦଳରେ ସେ କ୍ରୁଶ ଉପରେ ବଳୀକୃତ ହେଲେ ଏବଂ ମୃତ୍ୟୁବରଣ କଲେ। ଏବଂ ଦ୍ୱିତୀୟ ବିଷୟ ଦେଖିବା, ଯୀଶୁଖ୍ରୀଷ୍ଟ କି ପ୍ରକାର ଭାବରେ ସେ ମୃତ୍ୟୁବରଣ କଲେ। ଯୀଶୁଖ୍ରୀଷ୍ଟଙ୍କର ମୃତ୍ୟୁ ଏ ପ୍ରକାର ଥିଲା, ମୁକ୍ତିର ମୃତ୍ୟୁ ଥିଲା। ସେ ଆମ୍ଭମାନଙ୍କୁ ମୁକ୍ତି ଦେବା ନିମନ୍ତେ ସେ କ୍ରୁଶ ଉପରେ ବଳୀକୃତ ହେଲେ, କାରଣ ଆମ୍ଭେମାନେ ପାପର ବନ୍ଧନରେ ଥିଲୁ ଏବଂ ଯୀଶୁଖ୍ରୀଷ୍ଟ ନିଜର ରକ୍ତକୁ ଦେଇ ସେ ଆମ୍ଭମାନଙ୍କୁ ସେ ପାପର ବନ୍ଧନରୁ ଆମ୍ଭମାନଙ୍କୁ କ୍ରୟ କଲେ ଏବଂ ଆମ୍ଭମାନଙ୍କୁ ସ୍ୱାଧୀନତା ପ୍ରଦାନ କରିଅଛନ୍ତି, ଲିବର୍ଟି ପ୍ରଦାନ କରିଅଛନ୍ତି, ମୁକ୍ତି ପ୍ରଦାନ କରିଅଛନ୍ତି। ଏବଂ ବର୍ତ୍ତମାନ ଆମେ ଅର୍ଥାତ୍ ଆମ୍ଭେମାନେ ଈଶ୍ୱରଙ୍କର ସନ୍ତାନ ଅଟୁ। ଏବଂ ତୃତୀୟ ବିଷୟ ଆମେ ଦେଖିବା, ଯୀଶୁଖ୍ରୀଷ୍ଟ କି ପ୍ରକାର ଭାବରେ ମୃତ୍ୟୁବରଣ କଲେ। ଯୀଶୁଖ୍ରୀଷ୍ଟଙ୍କର ମୃତ୍ୟୁ ଗୋଟିଏ ପ୍ରାୟଶ୍ଚିତ୍ତର ମୃତ୍ୟୁ ଥିଲା। ଯୀଶୁଖ୍ରୀଷ୍ଟ ଆମ୍ଭମାନଙ୍କ ବଦଳରେ ସେ ମୃତ୍ୟୁବରଣ କଲେ ଏବଂ ସେ ପ୍ରାୟଶ୍ଚିତ୍ତ କଲେ, ଅର୍ଥାତ୍ ସେ ମୃତ୍ୟୁବରଣ କରି ପିତା ପରମେଶ୍ୱରଙ୍କର କ୍ରୋଧକୁ ସେ ସନ୍ତୁଷ୍ଟ କଲେ। ଯୀଶୁଖ୍ରୀଷ୍ଟଙ୍କର ମୃତ୍ୟୁବରଣ କରିବା ପୂର୍ବରୁ ପିତା ପରମେଶ୍ୱରଙ୍କର କ୍ରୋଧ ଆମ୍ଭମାନଙ୍କ ଉପରେ ଥିଲା। ଯୀଶୁଖ୍ରୀଷ୍ଟ ମୃତ୍ୟୁବରଣ କରି ସେ ପିତା ପରମେଶ୍ୱରଙ୍କର କ୍ରୋଧକୁ ସେ ଶାନ୍ତ କଲେ, ସେ ସନ୍ତୁଷ୍ଟ କଲେ, ସେ ଯେଉଁଦ୍ୱାରା ବର୍ତ୍ତମାନ ପିତା ପରମେଶ୍ୱରଙ୍କର କ୍ରୋଧ ଆମ୍ଭମାନଙ୍କ ଉପରେ ନାହିଁ। ଏବଂ ଚତୁର୍ଥ ବିଷୟ, ଯୀଶୁଖ୍ରୀଷ୍ଟ କ୍ଷମା ଦେବା ନିମନ୍ତେ ଅର୍ଥାତ୍ ଆମ୍ଭମାନଙ୍କର ପାପର କ୍ଷମା ପାଇଁ ସେ ମୃତ୍ୟୁବରଣ କଲେ, ଯେପରି ଆମ୍ଭେମାନେ କ୍ଷମା ପ୍ରାପ୍ତ ହେବା। ଏବଂ ପଞ୍ଚମ ବିଷୟ, ଯୀଶୁଖ୍ରୀଷ୍ଟ କ'ଣ ପାଇଁ ମୃତ୍ୟୁବରଣ କଲେ। ଯୀଶୁଖ୍ରୀଷ୍ଟ ଏଥିପାଇଁ ମୃତ୍ୟୁବରଣ କଲେ ଯେପରି ଆମ୍ଭେମାନେ ଧାର୍ମିକ ଗଣିତ ହେବା। ଯେତେବେଳେ ଗୋଟିଏ ପାପୀ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରେ, ପିତା ପରମେଶ୍ୱର ସ୍ୱୟଂ ସେ ନିଜେ ଆଇନଗତ ଭାବରେ ସେ ବ୍ୟକ୍ତିଙ୍କୁ ଧାର୍ମିକ ଗଣିତ କରନ୍ତି।